ମାଛ ଭଜା ତ ବିଭିନ୍ନ ପ୍ରକାର ବନେଇକି ଆପଣମାନେ ଖାଇଥିବେ, କିନ୍ତୁ ଏମିତି ନୂଆ ଶୈଳୀରେ ସ୍ପେଶାଲ୍ ଗୋଟେ ଜିନିଷ ଏଡ୍ କରିକିରି ମାଛ ଭଜାକୁ ପ୍ରସ୍ତୁତ କରନ୍ତୁ। ଦେଖିବେ ବହୁତ ସ୍ୱାଦିଷ୍ଟ ଲାଗିବ ଆଉ ପୁରା ଡିଫରେଣ୍ଟ ଷ୍ଟାଇଲ୍ର ବନିକି ରେଡ଼ି ହେବ। ଆଉ ଦେଖିବେ ଥରେ ଯଦି ଏ ମାଛ ଭଜା ରେସିପିଟି ଆପଣମାନେ ଘରେ ପ୍ରସ୍ତୁତ କରୁଛନ୍ତି ନା, ତ ବାରମ୍ବାର ବନେଇବାକୁ ଇଚ୍ଛା ହେବ। ତ ଚାଲନ୍ତୁ ଲେଟ୍ ନକରି ରେସିପିଟି ଆଜି ଆମେ ପ୍ରସ୍ତୁତ କରିବା। ତ ଫୁଲ୍ ଭିଡ଼ିଓକୁ ୱାଚ୍ କରନ୍ତୁ। ନମସ୍କାର, ଜୟ ଜଗନ୍ନାଥ ପାଇଁ ଝିଲି କୁକିଂକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ପ୍ରଥମେ ଆମେ ନେବା 3 ପିସ୍। ଏଠି ମୁଁ ମାଛ ନେଇଛି ଆପଣମାନଙ୍କୁ এই ରେସିପିଟି ସେୟାର କରିବା ପାଇଁ କେବଳ। ତ ଦେଖନ୍ତୁ ଏଠି 3 ପିସ୍ ମାଛକୁ ମୁଁ ଭଲସେ କ୍ଲିନ୍ କରି ଧୋଇ ଦେଇଛି। ତ ଏଠି ଦେଖନ୍ତୁ ପିଆଜକୁ ଛୋଟ ଛୋଟ ପିସେସ୍ରେ କଟିଂ କରିଦେଇଛି, କଞ୍ଚା ଲଙ୍କାକୁ ଛୋଟ ଛୋଟ ପିସେସ୍ରେ କଟିଂ କରିଦେଇଛି, ଆଉ ଟମାଟୋକୁ ବି ଛୋଟ ଛୋଟ ପିସେସ୍ରେ ଏଠି ମୁଁ କଟିଂ କରିଦେଇଛି। ତ ଆମେ ତ ପିଆଜ, ଟମାଟୋ ପୁଣି କଞ୍ଚା ଲଙ୍କାକୁ ଯେଉଁ କଟିଂ କରି ରଖିଥିଲି ତାକୁ ସେଇଥିରେ ଏଡ୍ କରିଦେବା। ଆଉ ସ୍ପେଶାଲ୍ ଜିନିଷଟା ହେଲା ଏଠି ଦେଖନ୍ତୁ ତେନ୍ତୁଳିର ରସ। ତେନ୍ତୁଳିକୁ ମୁଁ କିଛି ସମୟ ପାଇଁ ଆକୁ ବତୁରେଇ ଦେଇଥିଲି। ଏ ପରଫେକ୍ଟଲି ପୁରା ବତୁରି ଯାଇଛି। ତ ଏବେ ତା ଜୁସ୍ଟାକୁ ଟିକେ ଭଲସେ ତାକୁ ତେନ୍ତୁଳିକୁ ଟିକେ ଚିପୁଡ଼ି ବା କ୍ରସ୍ କରିକି ଆମେ ବାହାର କରିକି ଆମେ ସେ ମାଛ ଭଜାରେ ବି ଏଡ୍ କରିଦେବା। ପୁଣି ସେଇଥିରେ ଆମେ ଏଡ୍ କରିବା ହଳଦୀ ଗୁଣ୍ଡ ଦେବା 1 ଚାମଚ, ଗରମ ମସଲା ଦେବା 1 ଚାମଚ, ଯେତିକି ରାଗ ଖାଇବେ ସେ ଅନୁସାରେ ଲଙ୍କା ଗୁଣ୍ଡ ଏଡ୍ କରିବେ। ଯେହେତୁ ଆମେ ଏଇଥିରେ କଞ୍ଚା ଲଙ୍କାକୁ ଛୋଟ ଛୋଟ ପିସେସ୍ରେ କଟିଂ କରି ଏଡ୍ କରିଛନ୍ତି। ଯଦି ଆପଣମାନେ ଛୋଟ ଛୁଆମାନଙ୍କ ପାଇଁ ପ୍ରସ୍ତୁତ କରୁଛନ୍ତି ତାହେଲେ କଞ୍ଚା ଲଙ୍କାକୁ ଏଠି ସ୍କିପ୍ କରିପାରିବେ, ଆଉ ଯେତିକି ରାଗ ଖାଇବେ ସେ ଅନୁସାରେ ଲଙ୍କାଗୁଣ୍ଡ ଏଡ୍ କରିବେ। ପୁଣି ଥରେ ଆମେ ସେଇଥିରେ ଏଡ୍ କରିଦେବା 1 ଚାମଚ ସୋରିଷ ତେଲ ଏଡ୍ କରିବା, ଅଦା ରସୁଣ କଞ୍ଚା ଲଙ୍କାର ପେଷ୍ଟ ଦେବା 1 ଚାମଚ। ତ କେବଳ ଅଦା ରସୁଣ ପେଷ୍ଟ ବି ଆପଣମାନେ ଏଠି ଏଡ୍ କରିପାରିବେ। ତ ଏବେ କ'ଣ କରିବେ, ଯେହେତୁ এই ମାଛ ଭଜାଟା ଦେଖିବେ ଟିକେ ସ୍ପାଇସି ରହିଲେ ନା ଖାଇବା ବହୁତ ସ୍ୱାଦିଷ୍ଟ ଲାଗେ, ଚଟପଟା ରହିବ। କାହିଁକିନା ଖଟା ବି ଏଥିରେ ଏଡ୍ ଅଛି, ଟମାଟୋ ଏଡ୍ କରୁଛନ୍ତି, ପିଆଜ ଏଡ୍ କରିଛନ୍ତି, ପୁଣି କଞ୍ଚା ଲଙ୍କା ଏଡ୍ କରିଛି, ବହୁତ ଚଟପଟା ଲାଗେ, ବହୁତ ସ୍ୱାଦିଷ୍ଟ ଲାଗେ। ଆପଣମାନେ ଫୁଲ୍ ଭିଡ଼ିଓକୁ ୱାଚ୍ କରନ୍ତୁ କେମିତି କ'ଣ ମାଛ ଭଜାଟି ପ୍ରସ୍ତୁତ ହେଉଛି। ଦେଖିବେ ଘରେ ପୁରା ଇଜିଲି ପ୍ରସ୍ତୁତ କରିପାରିବେ। ଆଉ ଥରେ ଯଦି ଏ ରେସିପିଟି ଆପଣମାନେ ଯାହାକୁ ବି ବନେଇକି ଦେବେ ନା, ଦେଖିବେ ସମସ୍ତେ ପସନ୍ଦ କରିବେ। ତ ସ୍ୱାଦ ଅନୁସାରେ ଦେଇଦେବା ଲୁଣକୁ ଏଡ୍ କରି ଆମେ ହାତ ସାହାଯ୍ୟରେ ଭଲସେ ଆକୁ ଟିକେ ମିକ୍ସ କରିଦେବା, ଯେମିତିକି ମସଲାର କୋଟିଂ ପୁରା ମାଛ ଉପରେ ଲାଗିଯିବ। ତ ଦେଖନ୍ତୁ ଏଇଭଳି ପ୍ରୋସେସ୍ରେ ମିକ୍ସ କରିବେ। ଯଦି ଆପଣମାନେ ବି ସଙ୍ଗେ ସଙ୍ଗେ ବନେଇ ଖାଇବାକୁ ଚାହୁଁଛନ୍ତି ତାହେଲେ ଭାଜିକି ଖାଇପାରିବେ, ନହେଲେ ଆକୁ ଏମିତିରେ ରେଷ୍ଟ ପାଇଁ ରଖିବେ। ଯଦି ଅଧଘଣ୍ଟା ତାପରେ ବି ବନେଇ ଖାଇବେ ନା, ବହୁତ ସ୍ୱାଦିଷ୍ଟ ଲାଗିବ। ଯେହେତୁ ଏଥିରେ ତେଲ ବି ଏଡ୍ ଅଛି, ବିଲକୁଲ ବି ଖରାପ ହେବନି। ତ ଏବେ କ'ଣ କରିବା ନା, এই ମାଛକୁ ଆମେ ଏବେ ସାଇଡ଼୍ରେ ରଖିଦେବା। ପୁଣି ଥରେ ଗୋଟେ ଆମେ ଏଠି କରେଇ ନେବା। କରେଇରେ ଏଡ୍ କରିଦେବା ସୋରିଷ ତେଲ ବଦଳରେ ଆପଣମାନେ ଏଠି ରିଫାଇନ୍ ତେଲ ବି ଏଡ୍ କରିପାରିବେ। କିନ୍ତୁ ଦେଖିବେ ଯେକୌଣସି ନନଭେଜ୍ରେ ଯଦି ଆପଣମାନେ ସୋରିଷ ତେଲ ଦେଇକି ପ୍ରସ୍ତୁତ କରୁଛନ୍ତି ନା, ଦେଖିବେ ବହୁତ ସ୍ୱାଦିଷ୍ଟ ଲାଗିବ। ତ এই ମାଛର ଦେଖନ୍ତୁ ପ୍ରଥମେ ଆମେ ଯେଉଁ ମାଛରେ ସବୁ ଲାଗିଥିବା ପିଆଜ, ଟମାଟୋକୁ ପ୍ରଥମେ ଆମେ କ୍ଲିନ୍ କରିଦେବା। କେବଳ ମାଛଟା ଯେମିତି ମସଲାରେ କୋଟିଂ ହେଇଥିବ ସେଇଭଳି ପ୍ରୋସେସ୍ରେ ପ୍ରଥମେ ଆମେ ମାଛକୁ ଭାଜିବା। ତ ଏଠି ଆମେ କ'ଣ କରିବା ନା, ତାର ସବୁତକ ଦେଖନ୍ତୁ ମୁଁ ଏଠି ପିଆଜକୁ ବାହାର କରିଦେଇଛି, ତା ଉପରୁ ମାଛ ଉପରୁ, ଆଉ ଟମାଟୋ ବି ବାହାର କରିଦେଇଛି, ଆଉ ତେଲ ବି ଗରମ ହେଇସାରିଛି। ଆଉ ସବୁବେଳେ ଦେଖିବେ ପୁରା ତେଲ ଗରମ ହେଇସାରିବା ପରେ ହିଁ ମାଛକୁ ସେଥିରେ ଏଡ୍ କରିବେ, ନହେଲେ ଦେଖିବେ ମାଛ ଗୁଡ଼ାକ ପୁରା ଗୁଣ୍ଡ ହେଇଯିବ। ଯଦି ତେଲ ଗରମ ନଥିବ ମାଛକୁ ଏଡ୍ କରିଦେବେ ତାହେଲେ ଦେଖିବେ ମାଛ ଭାଙ୍ଗିଯିବ ବା ଗୁଣ୍ଡ ହେଇଯିବ। ସେଥିପ୍ରତି ଧ୍ୟାନ ଦେବେ। ସବୁବେଳେ ମାଛ ଭଜା, ଯେକୌଣସି ମାଛ ଭଜା ଆପଣମାନେ ବନାନ୍ତୁ, ପ୍ରଥମେ ତେଲଟା ପୁରା ଗରମ ହେଇସାରିବା ପରେ ଏଡ୍ କରିବେ। ଯଦି ଛୋଟ ଛୋଟ ଏଇ ଟିପ୍ସକୁ ଯଦି ଫଲୋ କରିକି ପ୍ରସ୍ତୁତ କରିବେ ନା, ବହୁତ ବଢ଼ିଆ ବନିବ, ଖାଇବା ବି ସ୍ୱାଦିଷ୍ଟ ଲାଗିବ ଆଉ ପରଫେକ୍ଟଲି ବନିକି ରେଡ଼ି ହେବ। ତ ଦେଖନ୍ତୁ ଏଠି 3ଟା ଯାକ ମୁଁ ମାଛ ପିସ୍ ସେଥିରେ ଏଡ୍ କରିଦେଲି। ତ ଗୋଟେ ସାଇଡ଼୍ ଟିକେ ଫ୍ରାଏ ହେଲା ପର୍ଯ୍ୟନ୍ତ ଆକୁ ଆମେ ଫ୍ରାଏ କରିବା, ଯେମିତିକି ମିଡ଼ିୟମ୍ ଫ୍ଲେମ୍ରେ ଫ୍ରାଏ କରିବେ। ଗୋଟେ ସାଇଡ଼୍ ଟିକେ ଗୋଲ୍ଡେନ୍ କଲର୍ ହେଇସାରିବା ପରେ ଓଲଟେଇ ଦେବେ। ତ ଦେଖନ୍ତୁ ଏଇଠି କେତେ ବଢ଼ିଆ ପୁରା କଲର୍ ବି ଆସିଗଲାଣି। ମାଛଟି ଆମର ଭାଜି ବି ହେଇସାରିଲାଣି ଏଠି 50%। ଆଉ 50% ଆମେ ଓଲଟେଇକି ଟିକେ ଭାଜିଦେବା। ଟିକେ ମାଛକୁ ଟିକେ କଲର୍ ଆସିଲା ଟିକେ ପର୍ଯ୍ୟନ୍ତ ଆମେ ଭାଜିବା ମାଛକୁ। ତ ଦେଖନ୍ତୁ ଏଠି ମାଛ ଆମର ପରଫେକ୍ଟଲି ଭାଜି ହେଇସାରିଲାଣି, ବହୁତ ବଢ଼ିଆ କଲର୍ ବି ଆସିଯାଇଛି। ତ ଏବେ ଯେଉଁ ଆମେ ରଖିଛନ୍ତି ନା ଏ ଟମାଟୋ, ପୁଣି କଞ୍ଚା ଲଙ୍କା, ପୁଣି ପିଆଜ ଯେଉଁ ଏଡ୍ କରିଥିଲେ ମାଛ ଉପରେ ଗୋଳିଥିଲେ, ତାକୁ ସେଇଥିରେ ଆମେ ଏଡ୍ କରିଦେବା। ଏଡ୍ କରିକିରି ଆମେ ଭଲସେ ଟିକେ ଆମେ ଦେଖନ୍ତୁ ଏଇଭଳି ପ୍ରୋସେସ୍ ଟିକେ ମିକ୍ସ କରିବେ। କିନ୍ତୁ ଏଇଥିରେ ମିକ୍ସ କରିବା ସମୟରେ ଧ୍ୟାନ ଦେବେ ଯେମିତିକି ମାଛଟା ଯେମିତି ଭାଙ୍ଗିବନି, ସେଥିପ୍ରତି ଟିକେ ଧ୍ୟାନ ଦେବେ। ଆଉ ଦେଖନ୍ତୁ ଏଇଠି ମୁଁ ଆଉ ଅଳ୍ପ ଟିକେ ତେନ୍ତୁଳି ରସ ଥିଲା, ସେ ତେନ୍ତୁଳି ରସକୁ ଆମେ ସେଇଥିରେ ବି ଏଡ୍ କରିଦେବା। ଏଡ୍ କରି ଯାହା ବି ଯେହେତୁ ସେଇଥିରେ ମସଲା ବି ଏଡ୍ ଥିଲା, ସବୁତକ ଆମେ କ୍ଲିନ୍ କରି ଏଡ୍ କରିଦେବା। ଆଉ ଟିକେ ଆମେ ମସଲାକୁ ଟିକେ ସିଝିବାକୁ ଦେବା, ବା ଏଠି ପିଆଜ ଟମାଟୋକୁ ଟିକେ ସିଝିବାକୁ ଦେବା। ଚାରିଆଡ଼େ ଟିକେ ଆମେ କରେଇରେ ସ୍ପ୍ରେଡ୍ କରିଦେବା। ଦେଖନ୍ତୁ ଏଇଭଳି ପ୍ରୋସେସ୍ରେ କରିଦେବେ ତ ପରଫେକ୍ଟଲି ପୁରା ସିଝି ବି ଯିବ ଆଉ ବହୁତ ବଢ଼ିଆ ଟେଷ୍ଟି ବି ଲାଗିବ।
ଆପଣମାନେ ତ ଅନେକ ଥର ବନେଇ ଖାଇଥିବେ ମାଛ ଭଜା, କିନ୍ତୁ ଏମିତି ମୋର ଏଇ ନୂଆ ଶୈଳୀରେ ଥରେ ମାତ୍ର ବନାନ୍ତୁ, ଦେଖିବେ ବହୁତ ବଢ଼ିଆ ସ୍ୱାଦିଷ୍ଟ ଲାଗିବ, ବହୁତ ବଢ଼ିଆ ଚଟପଟା ବି ଲାଗେ। ତ ଏବେ ଆମେ କଭରକୁ ଟିକେ ବନ୍ଦ କରିଦେବା। କଭରକୁ ବନ୍ଦ କରି 3ରୁ 4 ମିନିଟ୍ ପର୍ଯ୍ୟନ୍ତ ଟିକେ ବନିବାକୁ ଦେବା। 3ରୁ 4 ମିନିଟ୍ ପରେ ଆପଣମାନଙ୍କୁ କଭର ବାହାର କରିକି ଦେଖାଉଛି, ଦେଖନ୍ତୁ କେତେ ବଢ଼ିଆ ବନିକି ରେଡ଼ି ବି ହେଇସାରିଲାଣି। ଆଉ ଅଳ୍ପ ଟିକେ ତା ଉପରେ ଏଡ଼୍ କରିଦେବା ଭୃସଙ୍ଗ ପତ୍ର। ଏଠି ଆପଣଙ୍କ ପାଖରେ ଯଦି ଫ୍ରେଶ୍ ଭୃସଙ୍ଗ ପତ୍ର ଅଛି ତାହେଲେ ଆପଣମାନେ ଏଠି ଏଡ଼୍ କରିପାରିବେ। ଆଉ ଧନିଆ ପତ୍ର ବି ଏହି ସମୟରେ ଏଡ଼୍ କରିପାରିବେ। ମୋ ପାଖରେ ଶୁଖିଯାଇଥିଲା ଭୃସଙ୍ଗ ପତ୍ର, ତଥାପି ମୁଁ ଅଳ୍ପ ଟିକେ ହିଁ ଫ୍ଲେଭର୍ ପାଇଁ ହିଁ ଏଡ଼୍ କରିଛି। ତ ଦେଖିବେ ଏଇଥିରେ ଧନିଆ ପତ୍ରର ଫ୍ଲେଭର୍ ବି ବହୁତ ବଢ଼ିଆ ଲାଗିବ। ତ ଆପଣଙ୍କ ପାଖରେ ଯଦି ଅଛି ତାହେଲେ ଆପଣମାନେ ଏଠି ଏଡ଼୍ କରିପାରିବେ। ତ ପୁଣି ଥରେ ବି ମାଛକୁ ଟିକେ ଓଲଟେଇ ଦେବା, ଆଉ ସେ ପିଆଜ ଟମାଟୋ ସବୁ ତାକୁ ଓଲଟେଇ ଦେଇ ପୁଣି ଥରେ ଟିକେ କଭରକୁ ଟିକେ ବନ୍ଦ କରିଦେବା। ବନ୍ଦ କରି ଆଉ 3ରୁ 4 ମିନିଟ୍ ପର୍ଯ୍ୟନ୍ତ ଟିକେ ସ୍ଲୋ ଆଞ୍ଚରେ ଟିକେ ଆକୁ ବନିବାକୁ ଦେବା। ତ ବହୁତ ବଢ଼ିଆ ଲାଗେ ଫ୍ରେଣ୍ଡସ୍, ଆପଣମାନେ ଥରେ ଟ୍ରାଏ କରନ୍ତୁ। ଆଉ ଯାହାକୁ ବି ବନେଇକି ଦେବେ ନା, ସବୁ ପ୍ରଶଂସା ନ କରି ଜମା ରହିପାରିବେନି। ଏତେ ସ୍ୱାଦିଷ୍ଟ ଗୋଟେ ରେସିପି ବନିକି ରେଡ଼ି ହେବ। ତ ଏଇଠି ଦେଖନ୍ତୁ ଫାଇନାଲି ଆମର ମାଛ ଭଜା ରେସିପିଟି ବନିକି ରେଡ଼ି ବି ହେଇସାରିଲାଣି। ଆଉ କେତେ ସୁନ୍ଦର ବି ଦେଖାହେଉଛି। ଦେଖନ୍ତୁ ଏଇଥିରେ ଟମାଟୋ ପିଆଜର ପାଣି ବି ଯେଉଁ ବାହାରିଥିଲା ସବୁତକ ଶୁଖିଯାଇଛି। ଆଉ ମାଛ ଭଜାଟି ଏଠି ଆମର ପରଫେକ୍ଟଲି ପୁରା ରେଡ଼ି ହେଇଛି। ଅଧିକ ମସଲା ବି ଏଥିରେ ଆମେ ଏଡ଼୍ କରିନାହାନ୍ତି, ମାନେ ଅଧିକ ମସଲା ନାହିଁ କି ଅଧିକା ତେଲ ନାହିଁ, ମସଲା କିନ୍ତୁ ମାଛ ଭଜାଟି ବହୁତ ସ୍ୱାଦିଷ୍ଟ ବନିକି ରେଡ଼ି ହେଇଛି। ତ ଆପଣମାନେ ଏ ତରିକାରେ ଘରେ ନିଶ୍ଚୟ ଟ୍ରାଏ କରନ୍ତୁ। ଆପଣମାନଙ୍କର ଅନୁଭୂତି ମୋ ସହିତ ସେୟାର କରନ୍ତୁ। ଯଦି ଆପଣମାନଙ୍କୁ ଏ ଭିଡ଼ିଓଟି ମୋର ପସନ୍ଦ ଆସିଥିବ, ସାଙ୍ଗମାନଙ୍କୁ ସେୟାର କରନ୍ତୁ, ଲାଇକ୍ କରନ୍ତୁ। ଚ୍ୟାନେଲରେ ଯଦି ନୂଆ ଅଛନ୍ତି ଚ୍ୟାନେଲକୁ ମୋର ସବସ୍କ୍ରାଇବ୍ କରିଦିଅନ୍ତୁ, ବେଲ୍ ଆଇକନକୁ କ୍ଲିକ୍ କରିଦିଅନ୍ତୁ, ଯାହାଫଳରେ ମୋର ସବୁ ଭିଡ଼ିଓ ନୋଟିଫିକେସନ୍ ପ୍ରଥମେ ଆପଣମାନଙ୍କୁ ପହଞ୍ଚିବ। ମୁଁ ଏମିତି ଇଜି ଇଜି ଭିଡ଼ିଓ ନେଇ ଆସିବି, ଆପଣମାନେ ଦେଖିକି ଘରେ ନିଶ୍ଚୟ ଟ୍ରାଏ କରନ୍ତୁ। ଆଉ ଯଦି ଫେସବୁକ୍ ପେଜ୍ରେ ଦେଖୁଛନ୍ତି ତାହେଲେ ଫେସବୁକ୍ ପେଜ୍ ମୋର ଫଲୋ କରନ୍ତୁ। ଇନଷ୍ଟାଗ୍ରାମରେ ଦେଖୁଥିଲେ ନା, ଫଲୋ କରିବାକୁ ଜମାରୁ ଭୁଲନ୍ତୁନି। ତ ଦେଖନ୍ତୁ କେତେ ସୁନ୍ଦର ଦେଖାହେଉଛି, କ୍ୟାମେରା ସାମ୍ନାରୁ ଆପଣମାନଙ୍କୁ ଦେଖାଉଛି। ଆଉ ଆପଣମାନେ କେଉଁ ଜିଲ୍ଲାରୁ ଦେଖୁଛନ୍ତି ମୋତେ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ମୋତେ ବି ଖୁସି ଲାଗିବ ମୋ ଭିଡ଼ିଓ କେଦୂର ପର୍ଯ୍ୟନ୍ତ ପହଞ୍ଚୁଛି। ତ ଆପଣମାନେ ଘରେ ନିଶ୍ଚୟ ଟ୍ରାଏ କରନ୍ତୁ। ତାପରେ ଦେଖନ୍ତୁ ଏଠି ମୁଁ ଲେମ୍ବୁ 2 ଫୋଡ଼ା ଏଡ଼୍ କରିଛି। ଏଇଟା ପୁରାପୁରି ଅପସନାଲ୍ ଅଛି। ତ ଆପଣମାନେ ଟ୍ରାଏ କରନ୍ତୁ। ସେ ପର୍ଯ୍ୟନ୍ତ ରହୁଛି। ପୁଣି ଏକ ନୂଆ ରେସିପି ନେଇ ଆସିବି। ନମସ୍କାର, ଜୟ ଜଗନ୍ନାଥ।